ହାଏ ହ୍ୟାଲୋ ମୁଁ ତୁମର ପ୍ରିୟ ତପନ ସାର୍। ଆଜି ଏକ ସୁନ୍ଦର ବିଷୟରେ ଆମେ ଆଲୋଚନା କରିବା, ଯେଉଁ ବିଷୟଟି ଯୁକ୍ତ ଦୁଇର ଦ୍ୱିତୀୟ ବର୍ଷର କଳା, ବିଜ୍ଞାନ ଏବଂ ବାଣିଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ। ବିଷୟଟି ପରୀକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୁମେ ଭାବୁଥିବ ପିଲାମାନେ ବିଷୟଟି କ'ଣ? ବିଷୟଟି ହେଉଛି ଛୁଆମାନେ ଦ ଡକ୍ଟର୍ସ ୱାର୍ଡ। ଡକ୍ଟର୍ସ ୱାର୍ଡ ଯେଉଁ ବିଷୟଟି ଅଛି ଇନଭିଟେସନ୍ 2ରେ, ସେହି ବିଷୟଟି ସେହି ବିଷୟରୁ ପରୀକ୍ଷାରେ ନିଶ୍ଚିନ୍ତ ଭାବରେ 4ରୁ 6 ମାର୍କ ନିଶ୍ଚିନ୍ତ ଭାବରେ ଆସିବ। ତ ଆମେ ତାକୁ ଭଲସେ ବୁଝିବା କ'ଣ ଅଛି କ'ଣ ନାହିଁ। ତ ଚାଲ ଆରମ୍ଭ କରିବା। ଦେଖ, ଦ ଡକ୍ଟର୍ସ ୱାର୍ଡ। ଦେଖ, ଦ ଡକ୍ଟର୍ସ ୱାର୍ଡ ଲେଖିଛନ୍ତି କିଏ? ଆର୍.କେ. ନାରାୟଣ। ଆଉ ପିଲାମାନେ ଯଦି ବିଷୟ ଆରମ୍ଭ କରିବା ପୂର୍ବରୁ ଯଦି ତୁମକୁ ଭିଡ଼ିଓ ଭଲ ଲାଗୁଥିବ ଆଉ ଇନଫର୍ମେଟିଭ୍ ଥିବ କ୍ଲାସେସ୍ ଗୁଡ଼ା, ତାହେଲେ ନିଶ୍ଚିନ୍ତ ଭାବରେ ପିଲାମାନେ ତୁମେ ସବସ୍କ୍ରାଇବ୍ କରିବ ଆଉ ଇଭିନ୍ ଆକୁ ଆଉ ତୁମ ସାଙ୍ଗମାନଙ୍କୁ ସେୟାର ମଧ୍ୟ କରିବ। ଯଦି କିଛି ଡାଉଟ୍ ଥିବ କମେଣ୍ଟରେ ଜଣାଇବ। ଦେଖ ପିଲାମାନେ, ଦ ଡକ୍ଟର୍ସ ୱାର୍ଡ ଯେଉଁ ଅଛି ଆର୍.କେ. ନାରାୟଣ ଲେଖିଛନ୍ତି କିଏ? ଆର୍.କେ. ନାରାୟଣ। ଆମେ ପଢିବା ଇଣ୍ଟ୍ରୋଡ୍ୟୁସିଂ ଦ ଅଥର। ଆଗେ ଡକ୍ଟର୍ସ ୱାର୍ଡ ମାନେ କ'ଣ? ମାନେ ଡକ୍ଟରଙ୍କର କଥା ବା ବାର୍ତ୍ତା। ଡକ୍ଟରଙ୍କର କଥା କେତେ ଗୁରୁତ୍ୱପୂର୍ଣ୍ଣ ନାଇଁ କି? ଦେଖିବା ଏଥିରେ କେତେ ଗୁରୁତ୍ୱପୂର୍ଣ୍ଣ ଡକ୍ଟର୍ସ ୱାର୍ଡ, ଦ ଡକ୍ଟର୍ସ ୱାର୍ଡ ନାଇଁ କି? ଇଣ୍ଟ୍ରୋଡ୍ୟୁସିଂ ଦ ଅଥର ରାଶିପୁରମ୍ କୃଷ୍ଣସ୍ୱାମୀ ଆୟର ନାରାୟଣ ସ୍ୱାମୀ। ଦେଖ, ରାଶିପୁରମ୍ କୃଷ୍ଣସ୍ୱାମୀ ଆୟର ନାରାୟଣ ସ୍ୱାମୀ, ଏଇଟା ତାଙ୍କ ପୁରା ନେମ୍। ଆଉ ତାଙ୍କର ପେନ୍ ନେମ୍ ହେଉଛି ଆର୍.କେ. ନାରାୟଣ। ସେ ଆର୍.କେ. ନାରାୟଣ ନାମରେ ପରିଚିତ, ବଟ୍ ତାଙ୍କର ପୁରା ନେମ୍ କହିଲେ ଫୁଲ୍ ନେମ୍ ରାଶିପୁରମ୍ କୃଷ୍ଣସ୍ୱାମୀ ଆୟର ନାରାୟଣ ସ୍ୱାମୀ। 1906ରେ ତାଙ୍କର ଜନ୍ମ ହେଇଥିଲା ଆଉ ମୃତ୍ୟୁ ହେଇଥିଲା ତାଙ୍କର 2001ରେ। ସେ ଜଣେ ଇଜ୍ ଏନ୍ ଇଣ୍ଡିଆନ୍ ଇଂଲିଶ ନଭେଲିଷ୍ଟ। ସେ ଜଣେ ଭାରତୀୟ ଇଂରାଜୀରେ ଲେଖୁଥିବା ଔପନ୍ୟାସିକ, ଯିଏକି ନଭେଲ ଲେଖୁଥିଲେ। ଯଦିଓ ତାଙ୍କ ଘର ଭାରତରେ, ଇଣ୍ଡିଆର ଲୋକ, ବଟ୍ ସେ ଇଂଲିଶରେ ଲେଖୁଥିଲେ, ସେଥିଲାଗି ତାଙ୍କୁ ଇଣ୍ଡିଆନ୍ ଇଂଲିଶ ନଭେଲିଷ୍ଟ ବୋଲି କୁହାଯାଇଛି। ଯିଏ ଉପନ୍ୟାସ ଲେଖେ ତାକୁ ନଭେଲିଷ୍ଟ କୁହାଯାଏ। ତାହେଲେ ଉପନ୍ୟାସିକ ଆଣ୍ଡ ସର୍ଟ ଷ୍ଟୋରି ରାଇଟର। ଆଉ କ'ଣ? ସର୍ଟ ଷ୍ଟୋରି ରାଇଟର। ଇଏ ମଧ୍ୟ କ୍ଷୁଦ୍ର ଗଳ୍ପ ସବୁ ଲେଖୁଥିଲେ, ସେଥିଲାଗି ସର୍ଟ ଷ୍ଟୋରି ରାଇଟର କୁହାହେଉଛି। His narratives highlight social context and provide a feel for his characters through everyday life. ତାଙ୍କର ଯେଉଁ narratives ମାନେ କ'ଣ? ବର୍ଣ୍ଣନା ବା ରଚନା ଗୁଡ଼ିକ। ହାଇଲାଇଟ୍ ମାନେ ଗୁରୁତ୍ୱ ଦିଏ। କାହା ଉପରେ ଗୁରୁତ୍ୱ ଦିଏ ତାଙ୍କର ରଚନା ଗୁଡ଼ିକ ବା ବର୍ଣ୍ଣନା ଗୁଡ଼ିକ? ସୋସିଆଲ କଣ୍ଟେକ୍ସଟ ଉପରେ ଛୁଆମାନେ। ସୋସିଆଲ କଣ୍ଟେକ୍ସଟ ମାନେ କ'ଣ? ନା ସାମାଜିକ ବିଷୟବସ୍ତୁ ଉପରେ। କଣ୍ଟେକ୍ସଟ ମାନେ ବିଷୟବସ୍ତୁ। ଏବଂ ପ୍ରୋଭାଇଡ୍ କରେ ଗୋଟେ ଅନୁଭବ, ପ୍ରୋଭାଇଡ୍ କରେ ଏ ଫିଲ୍ ମାନେ ଅନୁଭବ। କ'ଣ ନା ଏଭ୍ରିଡେ ଲାଇଫ ମାନେ ପ୍ରତ୍ୟେକ ଦୈନନ୍ଦିନ ଜୀବନ ଦେଇ ଯେଉଁ ଲୋକମାନେ ଦୈନନ୍ଦିନ ଜୀବନରେ ଯେମିତି ବଞ୍ଚନ୍ତି, ସେସବୁ ଜିନିଷକୁ ତାଙ୍କ କ୍ୟାରେକ୍ଟର ମାଧ୍ୟମରେ, ଯେଉଁ ସବୁ କ୍ୟାରେକ୍ଟର ସେ ତାଙ୍କ ଲେଖାରେ ବ୍ୟବହାର କରନ୍ତି, ସେ କ୍ୟାରେକ୍ଟର୍ସ ମାଧ୍ୟମରେ ଆମେ ଅନୁଭବ କରିପାରିବା। ତାଙ୍କ କ୍ୟାରେକ୍ଟର ସତରେ ଯେପରି ଜୀବନ୍ତ ଲାଗିବ, ଆଉ ଲାଗିବ ସତରେ ଏଇଟା କୌଣସି ଫିକ୍ସନାଲ ଜିନିଷ ନୁହଁ କି ଏଇଟା କୌଣସି କାଳ୍ପନିକ ଜିନିଷ ନୁହେଁ, ଏଇଟା ସତରେ କିଛି ହେଉଛି ରିଏଲ ଷ୍ଟୋରି ବୋଲି ତୁମକୁ ମନେ ହେବ। He has brought out the humor and energy of ordinary life. He has brought out the humor. ସେ କ'ଣ କରନ୍ତି? ପ୍ରକାଶିତ କରନ୍ତି। ଏଇ ଯେଉଁ ବ୍ରଟ୍ ଆଉଟ୍ ଅଛି ମାନେ ବ୍ରିଙ୍ଗ ଆଉଟ୍ରୁ ବ୍ରଟ୍ ଆଉଟ୍ ହେଇଛି। ହ୍ୟୁମର ମାନେ କ'ଣ ଛୁଆ ମାନେ? ହ୍ୟୁମର ମାନେ ହାସ୍ୟାସ୍ପଦ ବା ହ୍ୟୁମର ମାନେ ହସ ମଜା, ଏଇସବୁ ଜିନିଷ ସେ ପ୍ରକାଶିତ କରନ୍ତି। ଏବଂ ଏନର୍ଜି ଅଫ୍ ଅର୍ଡିନାରୀ ଲାଇଫ। ଏନର୍ଜି ଅଫ୍ ଅର୍ଡିନାରୀ ଲାଇଫ, ସାଧାରଣ ଯେଉଁ ଜୀବନ, ଯେଉଁ ସାଧାରଣ ଜୀବନ ବିତାଉଛନ୍ତି ଲୋକମାନେ, ତାଙ୍କର ଯେଉଁ ଉତ୍ସାହ ଏବଂ ଆନନ୍ଦ ବା ହସ ମଜା, ସେସବୁ ଜିନିଷ ସେ ତାଙ୍କ
ଲେଖା ମାଧ୍ୟମରେ ପ୍ରକାଶ କରନ୍ତି। ତାର ହ୍ୟୁମର ମାନେ ହସ, ମଜା, ଥଟ୍ଟା ଆଉ ଏନର୍ଜି ଅଫ ଅର୍ଡିନାରୀ ଲାଇଫ ମାନେ ଯୋଉ ଆମେ ସାଧାରଣ ଜୀବନ ବିତଉଛୁ ତାର କଣ ଏନର୍ଜେଟିକ ମାନେ ଲାଇଫଟା ପୁରା ଏନର୍ଜେଟିକ ହେଇଥିବ, ଉତ୍ସାହପୂର୍ଣ୍ଣ ହେଇଥିବ। and displayed compassionate humanism ଏବଂ ଦେଖାନ୍ତି ସହାନୁଭୂତି ପୂର୍ଣ୍ଣ, compassionate ମାନେ ସହାନୁଭୂତି ପୂର୍ଣ୍ଣ, humanism ମାନେ ମାନବିକତା। in his fiction ମାନେ ତାଙ୍କ ଷ୍ଟୋରିରେ, ତାଙ୍କ କାଳ୍ପନିକ ଷ୍ଟୋରିରେ ସେ ସହାନୁଭୂତି ପୂର୍ଣ୍ଣ ହ୍ୟୁମାନିଜମ ମାନବିକତା ଦେଖାନ୍ତି। he has created a fictional town ସେ କଣ କରୁଛନ୍ତି ତିଆରି ସେ ସୃଷ୍ଟି କରିଛନ୍ତି ଗୋଟେ ଫିକ୍ସନାଲ ଟାଉନ, କାଳ୍ପନିକ ଟାଉନ ଯାହାକୁ କୁହାଯାଏ ମାଲଗୁଡି। he has created a fictional town ମାନେ କାଳ୍ପନିକ ସହର ତିଆରି କରିଛନ୍ତି ତାକୁ ହଉଛି ମାଲଗୁଡି। that stood for reality ଯୋଉଟା କି ରିଆଲିଟି, ରିଅଲ ସିଟି ଲାଗି ବ୍ୟବହାର କରାଯାଏ। ଦେଖ ମାଲଗୁଡି ହଉଛି ଗୋଟେ ଫିକ୍ସନାଲ କାଳ୍ପନିକ ଟାଉନଟେ, ଆଉ ତାକୁ ଆକ୍ଚୁଆଲି କାହା ପାଇଁ ବ୍ୟବହାର କରନ୍ତି ନା ପ୍ରକୃତରେ ଯୋଉ ଅଛି ଟାଉନ, ସେ ଟାଉନର ତ ନେମ୍ ସେ ଲେଖନ୍ତିନି, ବଟ୍ ତାକୁ ସେ ମାଲଗୁଡି ନାମରେ ତାକୁ ପ୍ରକାଶିତ କରନ୍ତି। ଦେଖ ମାଲଗୁଡି ଯେତିକି ବି ତାଙ୍କର ଷ୍ଟୋରି ଅଛି, ଯେତିକି ସେ ସବୁ ସର୍ଟ ଷ୍ଟୋରି ଲେଖନ୍ତି, ଯାହା ଲେଖନ୍ତି ନଭେଲ୍ସ ବଗେରା ଲେଖନ୍ତି, ସେଥିରେ ମାଲଗୁଡି ତାଙ୍କର ଯୋଉ ଟାଉନଟେ ନାମ ଥିବ ମାଲଗୁଡି ବୋଲି ଛୁଆମାନେ। ତମେ ସାଧାରଣତଃ ଦେଖିଥିବ ପିଲାମାନେ ମାଲଗୁଡି ଡେଜ୍ ଏମିତି କାହାଣୀ ଦିଏ ଆମର ଯୋଉ ନ୍ୟାସନାଲ ଚ୍ୟାନେଲ ଆଇ ଥିଙ୍କ ତାକୁ ମାଲଗୁଡି ଡେଜ୍ ବୋଲି, ସେ ମାଲଗୁଡି ଡେଜରେ ସବୁ କାହାଣୀ ଦିଏ, ଷ୍ଟୋରିଜ ଗୁଡା ଦିଏ, ତୁମେ ଦେଖିଥିବ ବୋଧେ। ଯାହା ବି ହଉ ଏଇଟା ଗୋଟେ ମାଲଗୁଡିଟା ଗୋଟେ ଫିକ୍ସନାଲ ଟାଉନ ଛୁଆମାନେ, এটা ରିଏଲ ଟାଉନ ନୁହେଁ, ଏମିତି ରିଏଲରେ କିଛି ନାହିଁ, ବଟ୍ ଏଟା ରିଏଲ ଟାଉନ ଲାଗି ଆକୁ ଆମେ କାଳ୍ପନିକ ଭାବରେ ବ୍ୟବହାର କରୁଛୁ। ମୁଁ ଆଶା କରୁଛି ପିଲାମାନେ ବୁଝିପାରିଥିବ ତାଙ୍କ ଲେଖାରେ କଣ ଥାଏ ଛୁଆମାନେ, ହ୍ୟୁମର ଥାଏ ଆଉ କଣ ଏନର୍ଜି ଉତ୍ସାହ ଏବଂ ମଜା ଥାଏ ବୋଲି କହୁଛନ୍ତି। ଆଉ କଣ ସେ ଦେଖାନ୍ତି ଡିସପ୍ଲେ କରନ୍ତି, କମ୍ପାସନେଟ ସହାନୁଭୂତିମୟ ବା ସହାନୁଭୂତିପୂର୍ଣ୍ଣ ହ୍ୟୁମାନିଜମ ମାନବିକତା ଦେଖାନ୍ତି ତାଙ୍କ କାଳ୍ପନିକ ଷ୍ଟୋରିରେ, ଫିକ୍ସନ ବା ସାହିତ୍ୟରେ, ତାଙ୍କ ସାହିତ୍ୟରେ, ଫିକ୍ସନ ମାନେ ସାହିତ୍ୟ ମଧ୍ୟ କହିପାରିବ। ଏବେ ୟୁନିଟ 1 ର ୱାର୍ମ ଅପ୍ ଛୁଆମାନେ ଦେଖିବା। ୟୁନିଟ 1 ରେ କଣ ଦେଖିବା ନା ୱାର୍ମ ଅପ୍ ଦେଖିବା। କଣ ଅଛି ନା ଏ ଡକ୍ଟର ସେଭ୍ସ ଲାଇଫ୍ସ ବୋଥ ୱିଥ୍ ହିଜ୍ ସ୍କିଲ୍ ଆଣ୍ଡ ମୋର ୱିଥ୍ ହିଜ୍ ୱାର୍ଡସ୍। ଗୋଟେ ଡକ୍ଟର ସେଭ୍ କରେ, ଜୀବନ ଗୁଡ଼ିକୁ ବଞ୍ଚାନ୍ତି, ଉଭୟ ତାଙ୍କ ସ୍କିଲ୍ ମାନେ ଦକ୍ଷତା, ତାଙ୍କର ଦକ୍ଷତା ଏବଂ ତାଠାରୁ ଅଧିକ ତାଙ୍କର ୱାର୍ଡସ୍, ମାନେ ସେ କହୁଛି ଗୋଟେ ଡକ୍ଟର ଯୋଉ ସେଭ୍ସ କରନ୍ତି ଲୋକମାନଙ୍କର ଜୀବନକୁ ବା ପେସେଣ୍ଟର ଜୀବନକୁ, ଉଭୟ କୋଉଥିରେ ନା ତାଙ୍କର ସ୍କିଲ୍ ୟୁଜ୍ କରିକି, ତାଙ୍କର ଦକ୍ଷତା ବ୍ୟବହାର କରିକି, ଏବଂ ତାଠାରୁ ଅଧିକ ଦକ୍ଷତା ଠାରୁ ଅଧିକ କଣ ବ୍ୟବହାର କରନ୍ତି, ତାଙ୍କର ବାର୍ତ୍ତା ବା ତାଙ୍କର କଥା ସେ ବ୍ୟବହାର କରନ୍ତି। ତାଙ୍କର ଯୋଉ କଥା ବା ତାଙ୍କର ଯୋଉ ବାର୍ତ୍ତା ସେ ସବୁ ଜିନିଷ ବହୁତ ପେସେଣ୍ଟ ମାନଙ୍କୁ ବହୁତ ହେଲ୍ପ କରେ ସର୍ଭାଇଭ କରିବାରେ ବୋଲି କହୁଛନ୍ତି। ଡୁ ୟୁ ଏଗ୍ରି? ତୁମେ ଏଥିରେ ସହମତ କି? It is because the patient's will to survive is what matters. ଏହା ଅଟେ କାରଣ ପେସେଣ୍ଟର ଇଚ୍ଛା ଟୁ ସର୍ଭାଇଭ କଣ କରିବା ନା ବଞ୍ଚିବାକୁ, ପେସେଣ୍ଟର ଇଚ୍ଛା କଣ ନା ବଞ୍ଚିବାକୁ, ଯୋଉଟା କି କଣ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାହଉଛି। କାରଣ ପେସେଣ୍ଟର ଇଚ୍ଛା ଥାଏ ସର୍ଭାଇଭ କରିବା, ବଞ୍ଚିବା ଲାଗି ଇଚ୍ଛା ଥାଏ, ଆଉ ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାହଉଛି। Soothing words of a doctor work miraculously for a patient even in a critical condition. Soothing words ମାନେ ଦେଖ ଆରାମଦାୟକ ଯୋଉ କଥା, ଯୋଉଟା କି ପ୍ଲେଜର, ଯୋଉଥିରେ ତୁମକୁ ଆନନ୍ଦ ମିଳେ, ସେଇ ଭଳିଆ କଥା। ସୁଦିଂ ୱାର୍ଡସ୍ ଅଫ ଏ ଡକ୍ଟର, ଡକ୍ଟରଙ୍କର ଆଶ୍ୱାସନା ପୂର୍ଣ୍ଣ କଥା, ଆଶ୍ୱାସନା ପୂର୍ଣ୍ଣ ବି କହିପାରିବ ସୁଦିଂ, ଆଶ୍ୱାସନା ପୂର୍ଣ୍ଣ କଥା ଗୁଡ଼ିକ ୱାର୍କ କାମ କରେ, ମିରାକୁଲସଲି ପୁରା ଚମତ୍କାର ଭାବରେ, ମିରାକୁଲସଲି ମାନେ ଚମତ୍କାର ଭାବରେ, ଫର ଏ ପେସେଣ୍ଟ ଗୋଟେ ପେସେଣ୍ଟ ପାଇଁ, ଇଭେନ୍ ଇନ୍ କ୍ରିଟିକାଲ କଣ୍ଡିସନ, ଯଦିଓ ସେ ପେସେଣ୍ଟଟି କ୍ରିଟିକାଲ କଣ୍ଡିସନ ବା ସିରିୟସ କଣ୍ଡିସନରେ ଥାଏ, ସିରିୟସ ଅବସ୍ଥାରେ ଥାଏ,
तार से पेसेंट रो परिस्थिति संकटापन्न थाए तथापि जेतेबेले से सुदिंग वर्ड्स से व्यवहार करती सेटा मिराकुलसली काम करे बोली कुहा होची चमत्कार भाव रे काम करे बोली कुहा होची लेट्स रीड द स्टोरी आस पढ़िबा स्टोरी गल्प को पढ़िबा एंड सी देखिबा इफ ह्यूमन लाइफ हैंग्स ऑन डॉक्टर सोड ताकि ह्यूमन जीवन मनुष्यर जीवन हैंग्स ऑन माने डिपेंड ऑन डॉक्टर सोड डॉक्टर कथारे मनुष्यर जीवन निर्भर करे कि डॉक्टर कथारे मनुष्यर जीवन निर्भर करे कि आस आमे पढ़िबा स्टोरी रे ही जानिबा read the following unit of that story आस पढ़िबा निम्नलिखित स्टोरी स्टोरी रो जो यूनिट अछि आस हम पढ़िबा एवं एक्वेंट माने परिचित करेइबा निजको योरसेल्फ माने निजको विथ द कैरेक्टर ओ कैरेक्टर सहित ना डॉक्टर रमन रो जो कैरेक्टर अछि सेथिरे आमे निजको कोन करिबा ना परिचित करिबा एक्वेंट माने परिचित करिबा ମୁଁ ଆଶା କରୁଛି କି ପିଲାମାନେ ଓ ଆମଟା ବୁଝି ପାରିଥିବେ ତ ଏଇ ସବୁ ଜିନିଷ ଯୋଉ ଅଛି କେମିତି ଡକ୍ଟର ସେଭ୍ କରୁଛନ୍ତି ତାଙ୍କର ସ୍କିଲ୍ ବ୍ୟବହାର କରିକି ଏବଂ ତାଠାରୁ ଅଧିକ ତାଙ୍କ ୱାର୍ଡସ୍ କେମିତି ମିରାକୁଲସଲି କାମ କରୁଛି ମିରାକୁଲସଲି କାମ କରୁଛି ଚମତ୍କାର ଭାବରେ କାମ କରୁଛି ଯଦିଓ ଗୋଟେ ପେସେଣ୍ଟ କ୍ରିଟିକାଲ କଣ୍ଡିସନରେ ଅଛି ସେ ସବୁ ଜିନିଷ ଆମେ ପଢିବା ଆଉ ଇଭିନ୍ ଦେଖିବା ହ୍ୟୁମାନର ଜୀବନ ସତରେ କ'ଣ ଡକ୍ଟର କଥାରେ ନିର୍ଭର କରେ ତ ସେ ସବୁ ଜିନିଷ ଆମେ ଏଠି ପଢିବା ଆସ ଆଗ ଆମେ କ'ଣ ଦେଖିବା ନା ପରିଚିତ ହେବା ଡକ୍ଟର ରମନ ଯୋଉ କ୍ୟାରେକ୍ଟରଟା ସହିତ ଆମେ ନିଜକୁ ପରିଚିତ କରିବା ତ ଦେଖିବା ଏବେ ଯୋଉ ଆମର ୟୁନିଟ୍ 1 ର ଦ ଟେକ୍ସଟ ୟୁନିଟ୍ 1 ର କ'ଣ ନା ଦ ଟେକ୍ସଟ people came to him when the patient was on his last legs ଲୋକମାନେ came to him ତାଙ୍କ ପାଖକୁ ଆସୁଥିଲେ ଲୋକମାନେ ତାଙ୍କ ପାଖକୁ ଆସୁଥିଲେ ଯେତେବେଳେ patient was on his last legs ଯେତେବେଳେ patient କ'ଣ ଥିଲେ on his last legs means ଛୁଆ ମାନେ ନା ଅନ୍ତିମ ପର୍ଯ୍ୟାୟରେ ମାନେ ମୃତ୍ୟୁର ଦ୍ୱାର ଦେଶରେ ଥାଆନ୍ତି ସେତେବେଳେ ହିଁ ଲୋକମାନେ ତାଙ୍କ ପାଖକୁ ଆସନ୍ତି ଡକ୍ଟର ରମନ ଅଫେନ୍ ବଷ୍ଟ ଆଉଟ୍ ଡକ୍ଟର ରମନ ଅନେକ ସମୟରେ କ୍ରୋଧିତ ଭାବରେ କୁହନ୍ତି କ୍ରୋଧିତ ହୋଇ କହନ୍ତି why could not you have come a day earlier କାହିଁକି ତୁମେ ଆସିପାରିଲ ନାହିଁ ଗୋଟେ ଦିନ ପୂର୍ବରୁ ବା ଗୋଟେ ଦିନ ଆଗରୁ ତୁମେ କାହିଁକି ଆସିପାରିଲ ନାହିଁ ସିଏ ଟିକେ କ୍ରୋଧାନ୍ୱିତ ହୋଇ କହିଦିଅନ୍ତି ବଷ୍ଟ ଆଉଟ୍ ମାନେ କ୍ରୋଧାନ୍ୱିତ ହୋଇ କହିବା ଦ ରିଜନ ୱାଜ ଅବଭିୟସ୍ କାହିଁକି ଆସୁନଥିଲେ ସେମାନେ ଗୋଟେ ଦିନ ପୂର୍ବରୁ ତାର କାରଣ କ'ଣ ଥିଲା ଦ ରିଜନ ୱାଜ ଅବଭିୟସ୍ ଦ ରିଜନ କ'ଣ ଥିଲା ନିଶ୍ଚିନ୍ତ ଥିଲା ଭିଜିଟିଂ ଫି 25 rupees କ'ଣ ଥିଲା ନା ଯୋଉ ରିଜନ କାରଣ ଥିଲା କି ତାଙ୍କର ଭିଜିଟିଂ ଫିଟା କେତେ ଥିଲା 25 rupees 25 ଟଙ୍କା ଥିଲା ଭିଜିଟିଂ ଫି 25 ଟଙ୍କା ଥିଲା ତାଙ୍କୁ ଭିଜିଟ କରତେ ହେଲେ ତାଙ୍କୁ ଭେଟିବାକୁ ହେଲେ 25 ଟଙ୍କା ଦେଇତେ ପଡିବ and more than that ତାଠାରୁ ଅଧିକ କ'ଣ ଥିଲା ନା ଆଉ ଗୋଟେ କାରଣ ଥିଲା ତାଠାରୁ ଅଧିକ କ'ଣ ନା people like to shriek people ପସନ୍ଦ କରୁଥିଲେ ଅଭଏଡ୍ କରିବାକୁ shriek ମାନେ ଅଭଏଡ୍ people ପସନ୍ଦ କରୁଥିଲେ ଅଭଏଡ୍ କରିବାକୁ ଦ ଫ୍ୟାକ୍ଟ ମାନେ ସତଟାକୁ ସବୁବେଳେ ଲୋକମାନେ ଅଭଏଡ୍ କରିବାକୁ ଚେଷ୍ଟା କରୁଥିଲେ that the time had come to call in Dr. Raman ଯୋଉଟା କି କ'ଣ ସତଟା ଥିଲା ନା ସମୟ ଆସିଥିଲା ଦ ଟାଇମ୍ ହ୍ୟାଡ୍ କମ୍ ସମୟ ଆସିଥିଲା ଟୁ କଲ୍ ଇନ୍ ମାନେ ଛୁଆ ମାନେ ନା ଭେଟିବା ବା ଭିଜିଟ୍ କରିବା ଡକ୍ଟର ରମନକୁ କି ସମୟ ଆସି ସାରିଥିଲା ଡକ୍ଟର ରମନକୁ ଭେଟିବାର ସମୟ ଆସି ସାରିଥିଲା ଡକ୍ଟର ରମନକୁ ଭେଟିବାର ଏଇ ଯୋଉ କଥାଟାକୁ ଲୋକମାନେ ସାଧାରଣତଃ ଅଭଏଡ୍ କରିବାକୁ ଚାହୁଁଥିଲେ କାହିଁକି ନା ଫର୍ ଦେମ୍ ସେମାନଙ୍କ ପାଇଁ ଦେୟାର ୱାଜ ସମଥିଙ୍ଗ ସେଠାରେ ଏମିତି ଗୋଟେ କିଛି ଥିଲା ଅମିନସ୍ ମାନେ ଅଶୁଭ ଗୋଟେ କିଛି ଥିଲା ବୋଧେ ଇନ୍ ଦ ଭେରି ଆସୋସିଏସନ୍ ସେଇ ସମାନ ମିଟିଂରେ ଯଦି ସେ ସମାନ ମିଟିଂ ବା ସମାନ ଯୋଉ ଭେଟ ହବ ସେ ମିଟିଂରେ କ'ଣ ହବ ନା ସେମାନେ ଭାବୁଥିଲେ ନିଶ୍ଚିନ୍ତ ଭାବରେ କିଛି ଗୋଟେ ଅଶୁଭ ଖବର ମିଳିବ ସେଇ ଲାଗି ସେମାନେ ସାଧାରଣତଃ କ'ଣ କରୁଥିଲେ ଡକ୍ଟର ରମନକୁ ଭେଟିବା ଲାଗି ଇଚ୍ଛା ପ୍ରକାଶ କରୁନଥିଲେ ଅଭଏଡ୍ କରିବାକୁ ଚେଷ୍ଟା କରୁଥିଲେ ଆଉ ଗୋଟେ କାରଣ କ'ଣ ଥିଲା ନା
25 ଟଙ୍କା ଭିଜିଟିଂ ଫି ଥିଲା। 25 ଟଙ୍କା ତ ଭିଜିଟିଂ ଫି ଥିଲା, ସେଟା ତ ଗୋଟେ କଥା କାରଣ, ବଟ୍ ତାଠାରୁ ବଡ଼ କାରଣ ହେଉଛି ସେମାନେ ଜାଣୁଥିଲେ ଆମେ ଯଦି ଡକ୍ଟର ରମନକୁ ଭେଟିବାକୁ ଯିବା ନିଶ୍ଚିନ୍ତ ଭାବରେ କିଛି ଗୋଟେ କ'ଣ ବାହାରିବ, ନିଶ୍ଚିନ୍ତ ଭାବରେ ଗୋଟେ ଖରାପ ବା ଅମିନସ୍ ଅଶୁଭ ଜିନିଷ ବାହାରିବ। ତ ସେଇ ଲାଗି ରିପୋର୍ଟ ଆସିପାରେ ବା ରେଜଲ୍ଟ ଦେଖେଇ ଆସିପାରେ। ତ ସେଇ ଲାଗି ସେମାନେ ସବୁବେଳେ ସେଟାକୁ କ'ଣ କରୁଥିଲେ, ଅଭଏଡ୍ କରୁଥିଲେ ଡକ୍ଟର ରମନକୁ ଭେଟିବା ଲାଗି। ସେଇ ଲାଗି ସେମାନେ ତାଙ୍କର ପେସେଣ୍ଟ ମାନଙ୍କୁ ସବୁବେଳେ କ'ଣ କରୁଥିଲେ ନା ମୃତ୍ୟୁର ଦ୍ୱାର ଦେଶରେ ଯେତେବେଳେ ପେସେଣ୍ଟ ମାନେ ଥାଆନ୍ତି ସେମାନଙ୍କୁ ନେଇକି ଆସୁଥିଲେ। ସେଇ ଲାଗି ଡକ୍ଟର ରମନ କ'ଣ ହେଉଥିଲେ, କ୍ରୋଧାନ୍ୱିତ ହେଇ କହୁଥିଲେ କାହିଁକି ତୁମେ ଗୋଟେ ଦିନ ପୂର୍ବରୁ ଆସିଲ ନାହିଁ। ବୁଝିପାରିଲ କି ନାହିଁ? ନେକ୍ସଟ, as a result, ଏହାର ପରିଣାମରେ ବା ଫଳସ୍ୱରୂପ, when the big man came on the scene, ଯେତେବେଳେ big man ସେଇ ଯୋଉ ବିଶିଷ୍ଟ ମଣିଷ ଆସୁଥିଲେ, ଦୃଶ୍ୟପଟକୁ ଆସୁଥିଲେ, ଯେତେବେଳେ ସେଇ ବିଶିଷ୍ଟ ମଣିଷର କାର୍ଯ୍ୟ ଆସୁଥିଲା, it was always a quick decision, ଏହା ଥିଲା ସବୁବେଳେ ଗୋଟେ କ୍ୱିକ୍ ଡିସିଜନ, ନିର୍ଣ୍ଣୟ ନେବାର ଅଛି ତ କ୍ୱିକଲି ନେବାର ଅଛି, ନିର୍ଣ୍ଣୟ କ୍ୱିକଲି ନେବାର ଅଛି, one way or another, ନିର୍ଣ୍ଣୟ କ'ଣ ନେବାର ଅଛି, କ୍ୱିକଲି ନେବାର ଅଛି। ଯେକୌଣସି ପ୍ରକାରରେ ତୁମକୁ କ୍ୱିକ୍ ଡିସିଜନ ନେବାର ଅଛି ବୋଲି କୁହାଯାଉଛି। କାହିଁକି ନା ସେ ପେସେଣ୍ଟ ମାନଙ୍କୁ ଲୋକମାନେ ଅନ୍ତିମ ତାଙ୍କର ଯୋଉ ପର୍ଯ୍ୟାୟ ଆସିଯାଇଥାଏ ବା ମୃତ୍ୟୁର ଦ୍ୱାର ଦେଶରେ ଯେତେବେଳେ ଥାନ୍ତି ନେଇକି ଆସନ୍ତି, ସେଇ ଲାଗି ଏଇ ଯୋଉ ଆମର ବିଗ୍ ମ୍ୟାନ୍ ମାନେ ଡକ୍ଟର ରମନଙ୍କର ଯେତେବେଳେ ତାଙ୍କର ଆସେ କାର୍ଯ୍ୟ ବା ତାଙ୍କର କର୍ତ୍ତବ୍ୟ ଯେତେବେଳେ ଆସେ, ସେତେବେଳେ ତାଙ୍କୁ କୌଣସି ପ୍ରକାରରେ କ'ଣ ଶୀଘ୍ର ନିର୍ଣ୍ଣୟ ନେବାକୁ ସବୁବେଳେ ପଡୁଥିଲା। ଆଚ୍ଛା, ତାପରେ ଯିବା ନେକ୍ସଟ କ'ଣ ଅଛି, there was no scope or time for any kind of wavering or whitewashing. There was no scope, ସେଠାରେ କୌଣସି କ'ଣ ନଥିଲା ନା ସୁବିଧା ନଥିଲା ବା ସମୟ ବି ନଥାଏ for any kind of wavering or whitewashing. ୱେଭରିଂ ମାନେ କ'ଣ ଛୁଆ ମାନେ, ନିର୍ଣ୍ଣୟ ନ କରିପାରୁଥିବା ଅବସ୍ଥା। ୱେଭରିଂ ମାନେ ନିର୍ଣ୍ଣୟ ନ କରିପାରୁଥିବା ଅବସ୍ଥା। ଆଉ ହ୍ୱାଇଟ୍ ୱାଶିଂ ମାନେ କାହାରି ମିଛକୁ ଢାଙ୍କିବା, କାହାରି ମିଛକୁ କ'ଣ କରିବା ନା କାହାରି ଭୁଲକୁ ଢାଙ୍କିବା କିମ୍ବା ସତ କଥାକୁ ଢାଙ୍କିବା ଲାଗି ଚେଷ୍ଟା କରିବା, ସେଟାକୁ ହ୍ୱାଇଟ୍ ୱାଶିଂ। ମାନେ ଡକ୍ଟରଙ୍କ ପାଖରେ କୌଣସି ସମୟ ନଥାଏ କିମ୍ବା ସୁଯୋଗ ନଥାଏ, ସ୍କୋପ ମାନେ ସୁଯୋଗ ବି ନଥାଏ କୌଣସି ପ୍ରକାରର ନିର୍ଣ୍ଣୟ ନ ନେବା ଲାଗି ବା କାହାରି ଭୁଲକୁ ଢାଙ୍କିବା କିମ୍ବା ସତ କଥାକୁ ଲୁଚେଇବା ଲାଗି। ସେଇଭଳିଆ ପରିସ୍ଥିତିରେ ଡକ୍ଟର ଠିଆ ହୋଇଥାନ୍ତି। ୱେଭରିଂ ମାନେ ଛୁଆ ମାନେ କ'ଣ, ୱେଭରିଂ ମାନେ ନିର୍ଣ୍ଣୟ ନ କରିପାରୁଥିବା ଅବସ୍ଥା, ଆଉ ହ୍ୱାଇଟ୍ ୱାଶିଂ ମାନେ କାହାରି ଭୁଲକୁ ଲୁଚେଇବା କିମ୍ବା ଯୋଉଟା ନିଠାର ସତ୍ୟ ତାକୁ ଲୁଚେଇବା। ତାପରେ long years of practice of this kind had bred in the doctor a certain cut truthfulness. ଲମ୍ବା ବର୍ଷର ପ୍ରାକ୍ଟିସ, ଏଇଭଳିଆ ସେ ଲମ୍ବା ବର୍ଷର ପ୍ରାକ୍ଟିସ କରି ଏଇ ଯୋଉ ଅଭିଜ୍ଞତା ତାଙ୍କୁ ବନେଇ ଦେଇଛି, had bred ତାଙ୍କ ତିଆରି କରିଛି in the doctor, ଡକ୍ଟରଙ୍କ ମନରେ, ଡକ୍ଟରଙ୍କ ପାଖରେ ଗୋଟେ ତିଆରି କରିଛି। ବ୍ରିଡରୁ ବ୍ରେଡ୍ ତିଆରି କରିବା, କ୍ରିଏଟ୍, ବ୍ରିଡ୍ BREED, ତାକୁ ପାଷ୍ଟରେ ଲେଖା ହେଇଛି ବ୍ରେଡ୍। ଡକ୍ଟରଙ୍କ ପାଖରେ ତିଆରି କରିଛି ଗୋଟେ ସଟନ, ଗୋଟେ ନିର୍ଦ୍ଦିଷ୍ଟ କଟ୍, ଟ୍ରୁଥଫୁଲନେସ୍, ନିଷ୍ଠୁର, କଟ୍ ମାନେ ନିଷ୍ଠୁର, ଟ୍ରୁଥଫୁଲନେସ୍ ମାନେ ସତ୍ୟ। ତାହେଲେ ସିଏ କହୁଛି ନିର୍ଦ୍ଦିଷ୍ଟ ନିଷ୍ଠୁର ସତ୍ୟ, ନିର୍ଦ୍ଦିଷ୍ଟ ନିଷ୍ଠୁର ସତ୍ୟ ଡକ୍ଟରଙ୍କ ପାଖରେ କ'ଣ ହେଇଛି ନା ତିଆରି ହୋଇଛି। କାହା ଯୋଗୁ ନା ଲମ୍ବା ବର୍ଷର ପ୍ରାକ୍ଟିସ ଯୋଗୁ। ଲମ୍ବା ବର୍ଷର ପ୍ରାକ୍ଟିସ ଯୋଗୁ କ'ଣ ହେଇଛି ନା ଏହି ଯୋଉ କଟ୍ ଟ୍ରୁଥଫୁଲନେସ୍, ନିଷ୍ଠୁର ସତ୍ୟ କହିବାର ଯୋଉ ଦମ୍ଭ ତାଙ୍କ ପାଖରେ ତିଆରି ହେଇଛି। For that very reason his opinion was valued. For that, ସେଇଥିପାଇଁ, ସମାନ କାରଣ ପାଇଁ, for that very reason, for that ମାନେ ସେହି, very ମାନେ ସମାନ, reason କାରଣ ପାଇଁ, his opinion was valued, ତାଙ୍କର ମତାମତକୁ ସବୁବେଳେ ଗୁରୁତ୍ୱ ଦିଆଯାଉଥିଲା। ତାଙ୍କର ମତାମତକୁ ସବୁବେଳେ କ'ଣ ଦିଆଯାଉଥିଲା, ଗୁରୁତ୍ୱ ଦିଆଯାଉଥିଲା।
He was not a mere doctor expressing an opinion, but a judge pronouncing a verdict. ସେ କହୁଛନ୍ତି ସେ ଜଣେ ସାଧାରଣ ଡକ୍ଟର ନଥିଲେ କି ଯିଏକି ଖାଲି ଅପିନିଅନ ଦଉଥିଲେ, ମେୟର ମାନେ ସାଧାରଣ ଡକ୍ଟର ନଥିଲେ ଯିଏକି କେବଳ ଅପିନିଅନ ଦେଉଥିଲେ, ବଟ୍ ଏ ଜଜ୍, ସିଏ ଗୋଟେ କ'ଣ ଥିଲେ ନା ଜଜ୍ ଭଳିଆ ପ୍ରନାଉନ୍ସିଂ, ମାନେ ଜଜ୍ ଭଳିଆ ଭର୍ଡିକ୍ଟ ମାନେ ରାୟ, ସେ ଜଜ୍ ଭଳିଆ ରାୟ ଦଉଥିଲେ। କ'ଣ ଦଉଥିଲେ? ଜଜ୍ ଭଳିଆ କ'ଣ ଦଉଥିଲେ? ରାୟ ଦଉଥିଲେ। ସେ ସାଧାରଣ ଡକ୍ଟର ଭାବରେ ଅପିନିଅନ ଦଉନଥିଲେ, ବଟ୍ ଜଜ୍ ଭଳିଆ ରାୟ ଦଉଥିଲେ। ଭର୍ଡିକ୍ଟ ମାନେ ରାୟ, ପ୍ରନାଉନ୍ସ ମାନେ ଦେବା। The patient's life hung on his words. Patient ର ଜୀବନ ଝୁଲି ରହୁଥିଲା, hung on ମାନେ depend on, କାହାର ନା ତାଙ୍କର କଥାରେ, ତାଙ୍କ କଥାରେ, କାହାର ନା ଡକ୍ଟର ରମନଙ୍କ କଥାରେ patient ର ଜୀବନ ଝୁଲି ରହୁଥିଲା। This never unduly worried Dr. Raman. ଏହା କେବେ ବି ଅଯଥାରେ, unduly ମାନେ ଅଯଥାରେ, ଚିନ୍ତିତ କରୁନଥିଲା କାହାକୁ ନା ଡକ୍ଟର ରମନକୁ। ଏହା କେବେ ବି ଅଯଥାରେ ଡକ୍ଟର ରମନକୁ ଚିନ୍ତିତ କରୁନଥିଲା। He never believed that agreeable words ever saved lives. ସେ କେବେ ବି ବିଶ୍ୱାସ କରୁନଥିଲେ, ସେ କେବେ ବି କ'ଣ କରୁନଥିଲେ? ବିଶ୍ୱାସ କରୁନଥିଲେ ଯେ agreeable words ever saved lives. agreeable words, ସହମତି ଦଉଥିବା ବା ପ୍ଲେଜେଣ୍ଟ ୱାର୍ଡସ୍ ବୋଲି ଯେଉଁଗୁଡ଼ା ସୁଖଦାୟକ କଥା ବା ଆଶ୍ୱାସନାଦାୟକ କଥା ସେଭ୍ କରୁଥିଲା, କାହାରି ଜୀବନ ସେଭ୍ କରିପାରିବ, ସେ କଥା କେବେ ବି ବିଶ୍ୱାସ କରୁନଥିଲେ। ଆରେ ଯାହାର ମରିବାର ଥିବ ତାକୁ ଯେଉଁ ନିର୍ଦ୍ଧାରିତ ସମୟ ଭିତରେ ମରିବ ତାହେଲେ ନିଶ୍ଚିନ୍ତ କହିଦେବେ। ତ ଯଦି ସେ ସେଠି ଆଶ୍ୱାସନାଦାୟକ କଥା କହିକି କହିବେ ତାହେଲେ କ'ଣ ସତରେ କ'ଣ ସେ ଲୋକଟା ଯିଏ ପେସେଣ୍ଟଟା ବଞ୍ଚିଯିବ କି? ବଞ୍ଚିବନି ନା। ସେଇ କଥା ଡକ୍ଟର ରମନ କେବେ ବି ସେମିତି କରୁନଥିଲେ। ଯେଉଁ ପେସେଣ୍ଟ ଯେଉଁ ଅବସ୍ଥାରେ ଅଛି, ଯେଉଁ କ୍ରିଟିକାଲ କଣ୍ଡିସନରେ ଥାଏ କି ଯେଉଁ ଅବସ୍ଥାରେ ଥାଏ, ଯିଏ ସର୍ଭାଇଭ କରିବ ତାକୁ କହିଦେବେ, ଯିଏ ସର୍ଭାଇଭ ନ କରିବ ବି ଇଭିନ୍ କହିଦେବେ। ସେଥିରେ କୌଣସି ଆଶ୍ୱାସନାଦାୟକ କଥା ବା ଖୁସି କରିଲା ଭଳିଆ କଥା ତାଙ୍କର ପେସେଣ୍ଟର ଯେଉଁ ଥାନ୍ତି କେୟାରଟେକର ବା ଯେଉଁ ପେସେଣ୍ଟର ରିଲେଟିଭ୍ସ ମାନଙ୍କୁ ସେ କେବେ ବି କହନ୍ତି ନାହିଁ। He did not think it was any of his business to provide unnecessary dope when, as a matter of course, nature would tell them the truth in a few hours. ସେ କେବେ ବି ଭାବୁ ନଥିଲେ it was any of his business, ଏହା ତାଙ୍କର କାମ ହବା ଦରକାର, to provide କରିବେ, କ'ଣ ପ୍ରୋଭାଇଡ୍ କରିବାକୁ? ଦବାକୁ unnecessary dope, ଅଯଥା ମେଡିସିନ, ଡପ୍ ମାନେ ମେଡିସିନ। when, as a matter of course, ଯେତେବେଳେ ଚିରାଚରିତ ଢଙ୍ଗରେ as a matter of course, ଚିରାଚରିତ ଢଙ୍ଗରେ nature would tell them, ପ୍ରକୃତି ସେମାନଙ୍କୁ କହିଦବ ସତ୍ୟଟା କିଛି ଘଣ୍ଟା ଭିତରେ, in a few hours, କିଛି ଘଣ୍ଟା ଭିତରେ ପ୍ରକୃତି ତାଙ୍କୁ ସତ୍ୟଟା କହିଦବ ଚିରାଚରିତ ଢଙ୍ଗରେ, ଏହା ତ ଘଟିବ। ତାହେଲେ unnecessary ମେଡିସିନ, ଡପ୍ ମାନେ ମେଡିସିନ କାହିଁକି ଦବି? ତ ଇଏ କେବେ ବି ସେଟା ସହିତ এই କଥାକୁ ସେ କେବେ ବି ବିଶ୍ୱାସ କରୁନଥିଲେ ବା ଭଲ ପାଉନଥିଲେ ଅଯଥାରେ ମେଡିସିନ ଲେଖିବା ଲାଗି, ଯଦିଓ ଅଳ୍ପ ସମୟ ଭିତରେ ବା ଅଳ୍ପ ଘଣ୍ଟା ଭିତରେ ପେସେଣ୍ଟଟି ମରିଯିବ। ମାତ୍ର ଆଜିକାଲିର ଯେଉଁ ଡକ୍ଟର ମାନେ କିଛି ପଇସା କମେଇବା ଲାଗି, କିଛିଟା ଡକ୍ଟର, ସମସ୍ତେ ନୁହଁ, କିଛିଟା ଡକ୍ଟର କ'ଣ କରୁଛନ୍ତି ନା ଅଯଥାରେ ମେଡିସିନ ଲେଖୁଛନ୍ତି ତାଙ୍କ କ୍ଲିନିକରେ ବେଶୀ ପଇସା କମେଇବା ଲାଗି। ସେ କ'ଣ କରନ୍ତି ବା ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକରେ ସାଧାରଣତଃ ସେମାନେ କ'ଣ କରୁଛନ୍ତି ନା ଅନନେସେସରି ମେଡିସିନ ସବୁ ଲେଖି ଦଉଛନ୍ତି, ଯଦିଓ ପେସେଣ୍ଟ ପାଖରେ ଆଉ ସମୟ ନଥାଏ ବଞ୍ଚିବା ଲାଗି, ବଟ୍ ଷ୍ଟିଲ୍ ଅନନେସେସରି ମେଡିସିନ ଲେଖନ୍ତି ତାଙ୍କର କ'ଣ ପ୍ରଫିଟ୍ ଲାଗି ଛୁଆମାନେ। କିନ୍ତୁ ଡକ୍ଟର ରମନ ସେମିତି କେବେ ବି କରନ୍ତି ନାହିଁ, ଏହା ତାଙ୍କ ନେଚରରେ ନଥିଲା। However, ଯାହା ବି ହଉ, when he gleans, ଯେତେବେଳେ ବି ସେ ଦେଖନ୍ତି the faintest sign of hope, faintest ମାନେ ଅଳ୍ପ, sign ମାନେ ଲକ୍ଷଣ, of hope, ଆଶାର ଟିକେ ବି ଲକ୍ଷଣ ଯେତେବେଳେ ସେ ଦେଖୁଥିଲେ, he rolled up his sleeves, ସେ କ'ଣ କରୁଥିଲେ? rolled up his sleeve ମାନେ prepare to work, ସେ ରେଡି ହେଇଯାଉଥିଲେ କାମ କରିବାକୁ, and stepped into the arena, ଏବଂ କ'ଣ କୋଉଠିକି ପ୍ରବେଶ କରୁଥିଲେ? ଆରିନା, ଆରିନା ମାନେ କ'ଣ ଛୁଆ ମାନେ? କର୍ମକ୍ଷେତ୍ରକୁ ପ୍ରବେଶ କରୁଥିଲେ। It might be hours or days, ଏହା ହୋଇଥାଇପାରେ
ଘଣ୍ଟା ଘଣ୍ଟା ହୋଇଥାଇ ପାରେ ବା ଦିନ ଦିନ ହୋଇଥାଇ ପାରେ। ଯଦି ସିଏ ଟିକେ ବି ଦେଖୁଥିଲେ କୌଣସି ପେସେଣ୍ଟ ବଞ୍ଚିବାର ଟିକେ ବି ଆଶା ରହୁଛି, ସେ ସାଙ୍ଗେ ସାଙ୍ଗେ ରୋଲ୍ଡ ଅଫ୍ ହିଜ୍ ସ୍ଲିପ୍, ଏଟା ଦେଖ ରୋଲ୍ଡ ଅଫ୍ ହିଜ୍ ସ୍ଲିପ୍ସ, ଏଟା ଗୋଟେ ହେଉଛି ଆମର ଇଡିୟମ, ଯାହାର ଅର୍ଥ ସେ ରେଡି ହେଉଥିଲେ, ପ୍ରିପେୟାର ହଉଥିଲେ କରିବା ଲାଗି, ଯୋଉ ତାଙ୍କର କର୍ତ୍ତବ୍ୟ କରିବା ଲାଗି। ଏଣ୍ଡ ଷ୍ଟେପ୍, ସେଇ ଲାଗି ସେ ଆରିନା ଭିତରକୁ ପ୍ରବେଶ କରୁଥିଲେ। ଆରିନା ମାନେ କଣ ନା କର୍ମକ୍ଷେତ୍ରକୁ। ଇଟ୍ ମାଇଟ୍ ବି ଆୱାର୍ସ ଅର୍ ଡେଜ୍, ହୋଇଥାଇ ପାରେ ଏହା ଘଣ୍ଟା ଘଣ୍ଟା ଲାଗି ଯାଇପାରେ କିମ୍ବା ଦିନ ଦିନ ଲାଗି ଯାଇପାରେ। ବଟ୍ ହି ନେଭର withdrew till he wrested the prize from Yama's hands। କିନ୍ତୁ ସେ କେବେ ବି withdrew ମାନେ ପଛଘୁଞ୍ଚା ଦବା, withdrew ହେଇଛି, ସେ କେବେ ବି ପଛଘୁଞ୍ଚା ଦଉନଥିଲେ till he rest, ଯେପର୍ଯ୍ୟନ୍ତ ସେ କଣ କରୁନଥିଲେ, ଛଡେଇ ଆଣୁନଥିଲେ। ରେଷ୍ଟ ମାନେ ଛଡେଇ ଆଣିବା, ଛଡେଇ ଆଣୁନଥିଲେ ପ୍ରାଇଜ ଫ୍ରମ ୟମସ୍ ହ୍ୟାଣ୍ଡସ୍। ୟମସ୍ ମାନେ ଯମର ହାତରୁ ପ୍ରାଇଜ ମାନେ କଣ ନା ପେସେଣ୍ଟର ଜୀବନକୁ ଯେପର୍ଯ୍ୟନ୍ତ ସେ ଛଡେଇ ଆଣୁନଥିଲେ ସେ ପର୍ଯ୍ୟନ୍ତ ସେ ଚେଷ୍ଟା କରୁଥିଲେ, ଆଉ ତାକୁ ବଞ୍ଚେଇବା ଲାଗି ଚେଷ୍ଟା କରୁଥିଲେ ବୋଲି କହୁଛି। ସେ ଘଣ୍ଟା ଘଣ୍ଟା ହୋଇଥାଇପାରେ ବା ଦିନ ଦିନ ହୋଇଥାଇପାରେ, କିନ୍ତୁ ବହୁ ମାତ୍ରାରେ ସେ ଚେଷ୍ଟା କରୁଥିଲେ, ଆଉ ସେଥିରେ ସକ୍ସେସ୍ ମଧ୍ୟ ଅନେକ ସମୟରେ ହଉଥିଲେ ବୋଲି କୁହାହଉଛି। ମୁଁ ଆଶା କରୁଛି ପିଲାମାନେ ତୁମକୁ ଯୋଉ ୟୁନିଟ୍ 1 ଆଉ ଇଣ୍ଟ୍ରୋଡ୍ୟୁସିଂ ଦ ଅଥର, ତାର ଯୋଉ ୟୁନିଟ୍ 1 ର ୱାର୍ମ ଅପ୍ ଯାହା ବି ସବୁ ପଢେଇଲି ତୁମେ ମାନେ ବୁଝିପାରିଥିବ। ଯଦିଓ କିଛି ବୁଝିପାରି ନଥିବ ତାହେଲେ କମେଣ୍ଟ ସେକ୍ସନକୁ ଯାଇ ତୁମେ ତୁମର ଡାଉଟକୁ ଲେଖିବ, ମୁଁ ନିଶ୍ଚିନ୍ତ ଭାବରେ ତୁମକୁ ତୁମର ଡାଉଟକୁ କ୍ଲିୟର କରିବି। ଆଉ ବାକି ଯୋଉ ଡିଫିକଲ୍ଟ ୱାର୍ଡସର ମିନିଂ ଗୁଡା କହିଲି ତୁମେ ଲେଖିଦବ। ଯଦିଓ ତାପରେ ବି କିଛି ଡାଉଟ ରହିବ, ମୁଁ ଯୋଉ ଭିଡିଓରେ ତମକୁ ସାରା ଯୋଉ ୱାର୍ଡ ମିନିଂ ସବୁ ବତେଇବି ସେ ଭିଡିଓରେ ବି ତୁମେ ଲେଖି ପାରିବ। ତ ଯଦି ଭିଡିଓଟି ଭଲ ଲାଗିଥିବ ତାହେଲେ ନିଶ୍ଚିନ୍ତ ଭାବରେ ପିଲାମାନେ ତ ଭିଡିଓକୁ ସେୟାର କରିବ ତୁମର ଫ୍ରେଣ୍ଡସ୍ ମାନଙ୍କ ପାଖକୁ। ଆଉ ତ ଯୋଉମାନେ ସବସ୍କ୍ରାଇବ କରିନ ନିଶ୍ଚିନ୍ତ ଭାବରେ ଏହାକୁ ସବସ୍କ୍ରାଇବ କରିବ। ଆଉ ଆର ଯେତିକି ବି ଜିନିଷ ମୁଁ କହିଲି ଗୁରୁତ୍ୱପୂର୍ଣ୍ଣ ଜିନିଷ ତାକୁ ମନେ ରଖିବ ପିଲାମାନେ। ତ ଯାହା ବି ହଉ ପିଲାମାନେ, ଆଜି ତ ଆମର ୟୁନିଟ୍ 1 ସରିଗଲା। ଆମେ ଆଜି ପାଇଁ କ୍ଲାସକୁ ଏଇଠି ରଖିବା, ପୁଣି ଦେଖା ହବ ନେକ୍ସଟ କ୍ଲାସରେ। ଟିଲ୍ ଦେନ୍ ବାଏ ବାଏ। ତା ପୂର୍ବରୁ ଗୋଟେ କଥା କହିବି ପିଲାମାନେ, ସବୁବେଳେ ମନ ଦେଇ ପାଠ ପଢ। ଗଡ୍ ବ୍ଲେସ ୟୁ। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।